ପାଟଣା ଦୁର୍ଘଟଣାରେ ଦୁଇ ଗୁରୁତର। ପାଟନା କେନ୍ଦଇପୋଷି ରାସ୍ତାର ପୁଟୁଳିଆ ବୁଲାଣି ନିକଟରେ ଏକ ଟ୍ରାକ୍ଟର ଦୁର୍ଘଟଣାଗ୍ରସ୍ତ ହେବାରୁ ଦୁଇ ଯୁବକ ହେଲେ ଗୁରୁତର। ଦୁର୍ଘଟଣାରେ ଟ୍ରାକ୍ଟରଟି ଦୁଇ ପଲଟି ଯିବା ସହ ଏହାର ଆଗଚକ ଏକ୍ସେଲ ଭାଙ୍ଗି ବାହାରି ଯାଇଛି। ଫଳରେ ଟାଙ୍ଗରପଡ଼ା ଗ୍ରାମର ସତ୍ୟମ ନାୟକ ଏବଂ ଯଦୁମଣି ନାୟକ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କୁ ମେଡିକାଲକୁ ଭର୍ତ୍ତି କରାଯାଇଛି। ଦୁର୍ଘଟଣାରେ ଯଦୁମଣିର ଗୋଡ଼ର ଜଙ୍ଘ ଭାଙ୍ଗି ଯାଇଥିବା ବେଳେ ଉଭୟଙ୍କୁ 108 ଆମ୍ବୁଲାନ୍ସ ଯୋଗେ ଉଦ୍ଧାର କରି ପ୍ରଥମେ ପାଟନା ଏବଂ ପରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ସେଠାରେ ତାଙ୍କୁ ଚିକିତ୍ସା କରାଉଛି। ରଞ୍ଜନ ବାରିଙ୍କ ରିପୋର୍ଟ, କେଡି ନ୍ୟୁଜ୍ ଓଡ଼ିଆ।